ବିବାଦ ନାହିଁ ଯାହା କିଛି ଅଛି ଆପଣମାନେ ଜାଣୁଛନ୍ତି ମାନ୍ୟବର ସଭାପତି ସବୁ ଜାଣୁଛନ୍ତି ଆସନ୍ତା ଦିନେ ଦୁଇ ଦିନ ଭିତରେ ସବୁକିଛି ନିଷ୍ପତ୍ତି ମାନ୍ୟବର ସଭାପତି ନେବେ ବିବାଦ ଯଦି ଛୋଟମୋଟ ହୁଏ ଟିକେ ତ ତା ଦେହରେ କ'ଣ ଅଛି ସେଠି କିଛି ନାହିଁ କିଛି କ୍ଷତି ନାହିଁ ଏମିତି ପ୍ରତ୍ୟେକ ଦଳରେ ହୁଏ ହେଲା ତେଣୁ ତା ଦେହରେ ଏଇଟା ବଡ ଇସ୍ୟୁ ନୁହେଁ ଆପଣମାନେ ତ ବଡ ଇସ୍ୟୁ କରୁଛନ୍ତି କିନ୍ତୁ ଅନ୍ୟ ଦଳ ରାଜନୈତିକ ଦଳ ଆକୁ କଲର କରୁଛନ୍ତି ସେମିତି କିଛି ନାହିଁ ତେଣୁ ମାନ୍ୟବର ସଭାପତି ସବୁ ଜାଣିଛନ୍ତି ତା ଭିତରେ ସେ ନିଷ୍ପତ୍ତି ନେବେ ଘଟଣା ପଛରେ ଆପଣ ଲାଗୁଛି କାହାର ଭୁଲ ମାନେ କାହାର ଏ ଷଡ଼ଯନ୍ତ୍ର ଭୁଲ ନାହିଁ ଯେତେବେଳେ କୁହାହେଲା ନିଜର ଉଚିତ ନିଜ ମନକୁ ପଚାର କ'ଣ କାହାକୁ ଭୋଟ ଦେବେ କାହାକୁ ନ ଦେବେ ସେଇ ଜାଗା ଟିକେ ବିଭ୍ରାଟ ହେଲା କିଏ କିଏ ଦେଇଦେଲେ ସେଇଟା ଟିକେ ମାନ୍ୟବର ସଭାପତିଙ୍କ ପ୍ରଥମ ନିର୍ଦ୍ଦେଶଟାକୁ ପାଳନ କରିବାରେ କିଛି ବ୍ୟତିକ୍ରମ କିଛି ଜାଗାରେ ହେଇଗଲା ଯୋଉଥିପାଇଁ ବିବାଦ ଆସିଲା କିନ୍ତୁ ଏଇଟା ବଡ କଥା ନୁହେଁ ୱାକ ବିଲ୍ ତ ତାର ପାସ୍ ହେଇଗଲାଣି ତାକୁ ନେଇ ବଡ କଥା ନୁହଁ ବାକି ଏଠି ଦଳର ଶୃଙ୍ଖଳାକୁ କୋଉମାନେ ଭାଙ୍ଗିଛନ୍ତି କ'ଣ କରୁଛନ୍ତି ତାକୁ ମାନ୍ୟବର ସଭାପତି ଦିନେ ଦୁଇ ଦିନ ଭିତରେ ନିଷ୍ପତ୍ତି ନେବେ ଏଇଟା ଆପଣମାନେ ମଧ୍ୟ ଜାଣିବେ ଆପଣ ସାଂସଦ ମାନେ ସୋସିଆଲ ମିଡିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଆପଣ କହୁଛନ୍ତି ଠିକ ଚାଲିଛି ଏଇଟା ତ ବିଜୁ ଜନତା ଦଳର ସବୁଠାରୁ ସୁନ୍ଦର ଗୁଣ ହଉଛି ଏଠି ସମସ୍ତେ ସ୍ୱାଧୀନ ଏଠି ସମସ୍ତେ ମତାମତ ଅନ୍ୟ ଦଳ ଭଳି ନୁହଁ ଯେ ମତାମତ ପ୍ରକାଶ କରିବାରେ ବାଧକ ଏଠି ସମସ୍ତେ ନିଜ ନିଜ ମତାମତ ଦେଇପାରିବେ ଏ ସ୍ୱାଧୀନତା ବିଜୁ ଜନତା ଦଳ ସମସ୍ତଙ୍କୁ ଦେଇଛି ତେଣୁ କିଏ କ'ଣ ଲେଖିଲା କ'ଣ କଲା ତା ଦେହରେ ଆମର କିଛି କହିବା ନାହିଁ କିନ୍ତୁ ଲେଖିବା ପୂର୍ବରୁ ଚିନ୍ତା କରିବା ଦରକାର ଦଳ ଏବଂ ସଭାପତିଙ୍କର ମାନ ସମ୍ମାନ ନିଜ ଭାବମୂର୍ତ୍ତି ଉପରେ କିଛି ଫରକ ପଡିବ କି ସେଟା ଲେଖିବା ପୂର୍ବରୁ ଚିନ୍ତା କରିବା ଦରକାର ସମସ୍ତଙ୍କୁ ସୁପ୍ରିମକୋର୍ଟ ନିଷ୍ପତ୍ତି ବିରୁଦ୍ଧରେ ଯୋଉ ସସ୍ମିତ ପାତ୍ର ଗଲେ ତାଙ୍କ ଉପରେ ଆକ୍ସନ ହବ ସେ ସବୁ ବାବଦରେ ମୁଁ କିଏ କହିବା ପାଇଁ ତାକୁ ତ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ ନା ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିରୁଦ୍ଧରେ ଯାଇଛନ୍ତି କି ସପକ୍ଷରେ ଯାଇଛନ୍ତି କ'ଣ ସେ ସବୁ ଅନୁଶୀଳନ କରୁଛନ୍ତି ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ନିଶ୍ଚିତ ଭାବରେ ଆପଣମାନେ ଜାଣିବେ ଉଚିତ ପଦକ୍ଷେପ ପାଣ୍ଡିଆନ କିଏ ପାଣ୍ଡିଆନ ଆମେ ତ ଜାଣିନୁ ଆମେ ନବୀନ ପଟ୍ଟନାୟକ ଆମର ସର୍ବମାନ୍ୟ ନେତା ତେଣୁ ପାଣ୍ଡିଆନ କଥା ଉଠୁଛି କୋଉଠୁ ଆମେ ଜାଣିନୁ କିଛି ତାଙ୍କ ବିଷୟରେ ଆମେ କିଛି ଜାଣିନୁ ଆମେ ଜଣକୁ ମାନିଛୁ ସେ ହଉଛି ନବୀନ ପାଣ୍ଡିଆନ ସପକ୍ଷରେ ଯୋଉ ନେତା ବାହାରୁଛନ୍ତି ମୁଁ ଜାଣିନି ପାଣ୍ଡିଆନ ସପକ୍ଷରେ କୋଉ ନେତା ବାହାରୁଛନ୍ତି ପାଣ୍ଡିଆନ କ'ଣ କହୁଛନ୍ତି ସେସବୁ କିଛି ଆମେ ଜାଣିନୁ ଅତୀତରେ ଯେତେବେଳେ 2019ରୁ 2024ରେ ଶାସନ ଚାଲିଥିଲା ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କ ପଟରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କିଛି ଦାୟିତ୍ୱ ଦେଇଥିଲେ 5T ସଚିବଙ୍କୁ ଏବଂ ସେ କିଛି ବୁଲାବୁଲି କରି ସେଇ ଯୋଉ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିଲେ ଦେଖୁଥିଲେ ଏହା ହେଲା କଥା କିନ୍ତୁ ବର୍ତ୍ତମାନ 2024 ଇଲେକ୍ସନ ପରେ ଆଉ ସେ ସ୍ଥିତି ନାହିଁ ଆମେ ତ ସରକାର ନାହୁଁ ତ ପାଣ୍ଡିଆନ କଥା ଉଠୁଛୁ କୋଉଠୁ ନା ସେ ତ ନିଜେ ସନ୍ନ୍ୟାସ ନେଇଯାଇଛନ୍ତି ବୋଧେ କହିଥିଲେ ଆପଣମାନଙ୍କୁ ସେ ତ ନେଇଯାଇଛନ୍ତି ଯଦି ଥିବ ମାନ୍ୟବର ସଭାପତି ଚିନ୍ତା କରିବେ ଯଦି ସେ ସନ୍ନ୍ୟାସ ନେଇଯାଇଛନ୍ତି କିନ୍ତୁ ଆପଣଙ୍କର 4 ଶାସକ ତାଙ୍କ ସପକ୍ଷରେ ବାହାରିବା ଆପଣଙ୍କୁ ବି ଟ୍ୟାଗ ନାଇଁ ଦେଖନ୍ତୁ ଆପଣମାନେ ଜାଣି ରହିବା ଦରକାର ଯେ ଜଣେ ସର୍ବମାନ୍ୟ ନେତା ହେଲେ ମାନ୍ୟବର ନବୀନ ପଟ୍ଟନାୟକ ଦ୍ୱିତୀୟ ନେତା ଏଠି କେହି ନାହାନ୍ତି ସେ ଦଳର ମାଲିକ ସିଏ ଦଳର ସବୁକିଛି ତେଣୁ ଆଉ କାହା କଥା ବାବଦରେ ମୁଁ କିଛି କହିପାରିବି ଆପଣ ଯୋଉ ଯୁବ ନେତା ଆସୁ ଏକାଠି ହେଲେ କୋଉ ନିଷ୍ପତ୍ତି ନେଲେ ଏଇ ଯୋଉ ବିଶୃଙ୍ଖଳା ଚାଲିଛି ଲୋକମାନେ ପ୍ରଶ୍ନ କରୁଛନ୍ତି ଆପଣଙ୍କୁ କ'ଣ କହିବେ ସୁପ୍ରିମ ନିଶ୍ଚିତ ଆମେ ମଧ୍ୟ ଲୋକ ପ୍ରଶ୍ନ କରୁଛନ୍ତି ଆମେ ମଧ୍ୟ ବ୍ୟତିବ୍ୟସ୍ତ ଲୋକ ପଚାରିବେନି ଆମକୁ ପଚାରିବେ ଯେ ବିଜୁ ଜନତା ସ୍ଥିତି କ'ଣ ଯେଭଳି ହେଲା ତେଣୁ ଏଇ ଯୋଉ ଭୁଲଟା ହେଇଛି ଲୋକ ଖରାପ ମେସେଜ ଯାଇଛି ନିଶ୍ଚୟ ତାର ପ୍ରତିକାର କରିବେ ଯାହା ଡ୍ୟାମେଜ ହେଇଛି ଡ୍ୟାମେଜ କଣ୍ଟ୍ରୋଲ ହବ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ ମାନ୍ୟବର ସଭାପତି କରିବେ କିଛି ତାକୁ କିନ୍ତୁ ତା ଦେହରେ କିଛି ଜାଣେ ଇଏ ଗୋଟେ ଛୋଟ ଛୋଟ ଘଟଣା ଘଟେ ତେଣୁ କିଏ ଗୋଟେ କହିଲା ମତେ ବିଫଳ ହେଇଗଲା ଦଳ ଦିଫାଳ କାହିଁ ହେବ ତାହେଲେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ଇଲେକ୍ସନରେ ତାକୁ ସାଇଡଲାଇନ କରିକି ଯୋଗୀ ମୋଦି ଏବଂ ଅମିତ ଶାହ ଯାହା କଲେ ଯୋଗୀ ରୁଷିଲେ ତାପରେ ଉତ୍ତରପ୍ରଦେଶ ଫଳାଫଳ କ'ଣ ହେଲା ବିଜେପିର ସେମିତି କ'ଣ ହୁଏନି ପ୍ରତ୍ୟେକ ରାଜନୈତିକ ଦଳର ହୁଏ ଏଠି ବି ସେହା ହଉଛି ତାଙ୍କ ମତାମତ ଶୁଣନ୍ତୁ ମୁଁ ଦେବାଶିଷ ସାମନ୍ତରାୟ କ'ଣ କହିଲେ କିଏ କ'ଣ କହିଲେ ତାପରେ ମୋର କିଛି କହିବାର ନାହିଁ କେବଳ ମୋର ଏତିକି ସମସ୍ତଙ୍କୁ ଅନୁରୋଧ ଦଳ ଯୋଉ ସର୍ବମାନ୍ୟ ନେତା ଯୋଉମାନେ ଅଛନ୍ତି ସବୁ जो बड़ बड़ नेता जो सांसद हूँ जी भी हूँ एमती कौन प्रतिक्रिया मीडिया रे न दिंतु जोटा कि मान्यवर सभापति भावमूर्ति आँच आस ठीक अच्छे किए नारा देले लोक सब किसी देपारे कहली पे स्वाधीनता समस्त दल दे स्वाधीनता समस्त सबकि कहीपर एटी कौन किसी अच्छी आम चाहिए दलर मालिक नवीन पट्टनायक सी जहाँ चाहिए से हो तो किए कौन करुच्ची कौन मीडिया कहूँ कौन ट्वीट करुच्ची सब मान्यवर सभापति नवीन पट्टनायक जानते कौन निर्देश दिया नवीन पट्टनायक क्लीयर करना विवेक अनुसार भोट देवे कि सपक्ष विपक्ष देवे नवीन पट्टनायक क्लीयर करेंगे आप देखो आमर जो मैंने दलीय मुख्य अच्छा जो मैंने मुख्य सब नेता अच्छा
ସିନିୟର ଲିଡର ସେମାନେ ଆପଣଙ୍କୁ ଅବଗତ କରାଇବେ ନା ଆପଣ କାହିଁ ବ୍ୟସ୍ତ ହେଉଛନ୍ତି? ଗୋଟେ ବଡ କନଫ୍ୟୁଜ ଚାଲିଛି ଯେ ବିଜେଡିରେ କଣ ଚାଲିଛି ନବୀନ ନେତା ବି ଭାଗ ଭାଗ ହେଇ ମିଟିଂ କରୁଛନ୍ତି, କିଏ କାହା ସହ ଅଛନ୍ତି କିଛି କନଫ୍ୟୁଜନ। କେହି ଭାଗ ଭାଗ ମିଟିଂ ସମସ୍ତେ ଯାଉଛନ୍ତି ନବୀନ ନିବାସ। ଭାଗ ଭାଗ ମିଟିଂ କଣ କୋଉଠି ବସିଲେ ତାପରେ ଯିବେ। ଆପଣ ବି ଆଜି ବସୁଛନ୍ତି ନବୀନ ନିବାସରେ? ଆମେ ଆଜି ଗୋଟେ ଖାଇବା ପାଇଁ ବସିଥିଲୁ, କାଲି ରାତିରେ ବି ବସିଥିଲୁ, ଆଜି ବି ବସୁଛୁ। ଆମର କଣ ଅଛି? ଆପଣ ଗ୍ରୁପ ଟା ଜଣେଇବେ କି? ଏବେ ଯାଉଛୁ, ଆମେ ଯିବୁ, ଆମେ ଯିବୁ। କଣ ସମସ୍ତେ ଜଣେଇବେ? କଣ ଜଣେଇବେ? ଜଣେଇବାର କଣ ଅଛି? ମନର କଥା ଜଣେଇବାର କିଛି ନାହିଁ। ମାନ୍ୟବର ସଭାପତି ସବୁ ଜାଣି ସାରିଲେଣି। ଆମେ କେବଳ ଏତିକି ଜଣେଇବୁ ଯେ ଆମେ ଅଛୁ ଚକ୍ରାନ୍ତ ସାଙ୍ଗରେ। ହେଇଛି ଆଜ୍ଞା। ହୁଁ? କିଏ ଗୋଟେ ଚକ୍ରାନ୍ତ କରୁଛି? ୱାକଅପ୍ ବିଲ୍ ଗୋଟେ ଚକ୍ରାନ୍ତ ବିଜନ ଚାଲିଛି। ହେଇଥିବ, ଆପଣମାନେ ଯଦି ଅନୁମାନ କରୁଛନ୍ତି ତାହେଲେ ହେଇଥାଇପାରେ। ଆପଣ କହୁଥିଲେ ଢୋଲ ଭିତରେ ମୂଷା, କିଏ ସେ ମୂଷା? ଢୋଲ ଭିତରେ ମୂଷା ଯୋଉଟା ଉପାଖ୍ୟାନ କରିଥିଲେ ଆପଣ ଷ୍ଟାର୍ଟ କରିଥିଲେ, କିଏ ସେ ମୂଷା? କିଏ ସେ ମୂଷା? ସେ ମୂଷା କୋଇ କରି ଆଚ୍ଛା, ହଁ, ତା ମାନେ ଆପଣ ମାନେ କିଛି ପରିଶ୍ରମ କରିବେନି, କେବଳ ମୁଁ କରିବି? ତାହେଲେ ଗଣତନ୍ତ୍ର ଆପଣ ଆଉ ଗୋଟେ ଏତେ ବଡ ସ୍ତମ୍ଭ, ଆପଣ ମାନେ କଣ କରିବେ? ମୁଁ ତ ସବୁ କରିବି, ରୋଷେଇ କରିବି, ଖାଇବାକୁ ଦେବି, ସବୁ ମୁଁ କରିବି। ଆପଣ ମାନେ ମୂଷା ବାଛିବେନି, ଖୋଜିବେନି। ଭିଲିଆନ କିଏ? ବିଜେଡିର ଭିଲିଆନ କିଏ? ମୁଁ କାହିଁ କହିବି କିଏ ବିଲିୟନ? ପାଣ୍ଡିଆନ କି? ମୁଁ ଭାଇ କାହିଁ କାହାକୁ କାହିଁ? ନିର୍ବାଚନରେ ଢୋଲ ଭିତରେ ମୂଷା ରହିଲା, ରାଜ୍ୟସଭା ଭୋଟିଂରେ ବି କଣ ଢୋଲ ଭିତରେ ମୂଷା ରହିଲା? ଆପଣ ଚିନ୍ତା କରନ୍ତୁ, ମୁଁ ତ ଥରେ କହିସାରିଛି ମାନେ କହିସାରିଛି, ତ ତାପରେ ଆପଣ ଅନୁଶୀଳନ କରନ୍ତୁ ମୁଁ ଠିକ କହିଛି ଭୁଲ କହିଛି। ଦେବାଶିଷ ସାମନ୍ତରାୟ ଯୋଉ କଥା କହିଲେ ଯେ ଏ କଥାଟା କେମିତି ଆସିଲା କଣ ହେଲା ସେ ଯୋଉ ବୟାନ ଦେଲେ ତାକୁ ନେଇକି କେମିତି କଣ? ଶୁଣ, ଦେବାଶିଷ ସାମନ୍ତରାୟ ହେଲେ ଦଳର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ, ସିନିୟର ଲିଡର, ଠିକ ଅଛି। ତେଣୁ ସିଏ ଏତେ ବଡ ସିନିୟର ଲିଡର କଣ ଭାବି କହିଥିବେ, ନିଶ୍ଚିତ ଭାବରେ କହିବାର ଅର୍ଥ କିଛି ଥିବ ତା ପଛରେ। ତେଣୁ ମୁଁ ତାଙ୍କ ଉପରେ କଥା ଉପରେ ଆଜି ନବୀନ ନିବାସରେ ବୈଠକ ହଉଛି, ସିନିୟର ନେତା ମାନେ ବାହାରୁଛନ୍ତି, କହୁଛନ୍ତି ଦଳର ସବୁ ଠିକଠାକ ଅଛି, ଶୃଙ୍ଖଳା ଅଛି, ଦଳର କଣ ପ୍ରକୃତରେ ଶୃଙ୍ଖଳା ଅଛି? ହଁ ଅଛି ଶୃଙ୍ଖଳା। ଆପଣ ଭାବୁଛନ୍ତି ଶୃଙ୍ଖଳା ନାହିଁ କାହିଁକି ଦଳରେ? ଆଜି ବି ଆମର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ, ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାର କ୍ଷମତା କାହାର ଅଛି କି? ଯଦି ଚ୍ୟାଲେଞ୍ଜ କରିବାର କ୍ଷମତା କାହାର ନେତା, ଦଳ ଶୃଙ୍ଖଳା ରହିଲାନି କେମିତି? ତାହେଲେ କହୁନାହାନ୍ତି। ଦଳ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଅଛି। ଏତେ ବଡ ଦଳ, ଏତେ ସଭ୍ୟ, ତା ଦେହରେ ଖୁଟକାଟ ରହିବନି। ତ ତା ମାନେ କଣ? ତା ମାନେ ଦଳର ବିଶୃଙ୍ଖଳିତ ହେଇଗଲା? ବିଲକୁଲ ନୁହେଁ, କ୍ଷତି ହଉନି। ଯୋଉ କିଛି କ୍ଷତି ନାହିଁ। ମିଡିଆକୁ ଆସିବା, ଯୋଉ ପାଣ୍ଡିଆନଙ୍କୁ ସମର୍ଥନ କରିବା, ନିଜ ଦଳର ସାଂସଦକୁ ବଦନାମୀ କରିବା, ନା, ସେଇଟା ତ ଭୁଲ କଥା। ସେଇଟା ଶୁଣନ୍ତୁ, ଯୋଉମାନେ ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରି କହିଲେ, ସେଇଟା କହିବା ପୂର୍ବରୁ ଦୁଇଥର ଚିନ୍ତା କରିବା ଦରକାର। ସେମାନେ କେବେ ହେଲେ ଦେବାଶିଷ ସାମନ୍ତରାୟ କେବେ ଆସିଲେ? ସେ ଦଳର ଅନ୍ୟତମ ସିନିୟର ଲିଡର, ଯାହା କହିବା କଥା ବ୍ୟକ୍ତିଗତ କହିପାରେ, ମିଡିଆକୁ ଆସିବାଟା ପସନ୍ଦ ହେଲାନି। ଏଇଟା ଉଚିତ ନୁହଁ। ସେମାନେ ମୁଁ ଭାବୁଛି କାହା ସପକ୍ଷରେ ମମତ୍କାର କରିବାକୁ ଗଲେ ମୁଁ ଜାଣିନି କାହା ସପକ୍ଷରେ କାହା ବିପକ୍ଷରେ, ତା ଭିତରେ ଆମର କିଛି କହିବାର ନାହିଁ। ସେମାନେ ଏବେ ବି ଆଜ୍ଞା ଦିନ ଅଛନ୍ତି କି ପାଣ୍ଡିଆନଙ୍କର? ପାଣ୍ଡିଆନ କଥା, ସିଏ ସମସ୍ତେ ଜଣଙ୍କର ଆଜ୍ଞା ଦିନ, ସେ ହଉଛି ନବୀନ ପଟ୍ଟନାୟକ। କିନ୍ତୁ ସପକ୍ଷରେ ଓକିଲାତି କରିବାକୁ ବାହାରୁଛନ୍ତି ଆଉ ଜଣଙ୍କର। କିଏ କାହା ସପକ୍ଷରେ ବାହାରିଲା କଣ କଲେ ତା ଭିତରେ ହୁଏନି କଣ? ଅଛନ୍ତି ଅନେକ ନେତା ଅଛନ୍ତି, ମୁଁ କୋଉ ନେତାକୁ ଭଲ ପାଏ ତାକୁ ସପକ୍ଷରେ ଯିବି। ଆଉ ଯୋଉମାନେ ଓକିଲାତି କରୁଛନ୍ତି ସୋସିଆଲ କେହି ମିଡିଆ କାହା ପାଇଁ, ସମସ୍ତେ ଓକିଲାତି, ସମସ୍ତେ ଜଣଙ୍କ ନେତା ମାନିଛନ୍ତି, ସେ ହଉଛି ନବୀନ ପଟ୍ଟନାୟକ, ଆଉ କିଛି ନାହିଁ। ଆପଣ ମାନେ ଏଟାକୁ ଅଧିକା ଭାବୁଛନ୍ତି। ନିଷ୍ପତ୍ତିକୁ ବିରୋଧ କରିକି ଆଉ ଗୋଟେ ଆଡେ ଭୋଟ ଦେଲେ କେମିତି ତାହେଲେ? ସେଇଟା ମାନ୍ୟବର ସଭାପତି ବିଚାର କରୁଛନ୍ତି, କୋଉଟା ଠିକ, କିଏ ଭୁଲ କରୁଛି, କଣ କରୁଛି। ଆଜ୍ଞା, ଆଉ ଦଳର ଗୋଟେ ମୁଖ୍ୟ କଥା ତ ଚିନ୍ତା କରିବେନି, ଆମେ କିଏ କହିବା? ଆଜ୍ଞା ଆଉ ଗୋଟେ କଥା ଚର୍ଚ୍ଚା ହଉଛି, ଦେବାଶିଷ ସାମନ୍ତରାୟ କାଲି ଯୋଉ କହିଲେ ପାଣ୍ଡିଆନଙ୍କ ବିଷୟରେ, ତାଙ୍କ ଉପରେ ଆକ୍ସନ ନେବା ପାଇଁ ଆଉ ଗୋଟେ ଗୋଷ୍ଠୀ ଦାବି କରୁଛନ୍ତି, ତାଙ୍କ ଠିକ ହବ ଆକ୍ସନ ନେଲେ? ମୁଁ ଜାଣିନି ସେ ଭିତରେ, ଆପଣମାନେ ଜାଣିଛନ୍ତି, ମୁଁ ତ ସେ ବିଷୟରେ କିଛି ଜାଣିନି। ଆକ୍ସନ କାହିଁ ନିଆହବ? ଆକ୍ସନ ସେମିତି ଆମେ ତ ଜାଣିନୁ କିଛି। ଆକ୍ସନ କଣ ହବ ନ ହବ ସବୁ ମାନ୍ୟବର ସଭାପତି ନିଷ୍ପତ୍ତିରେ, ଆମେ କିଏ? ଏକ ପ୍ରକାର ନବୀନକୁ ସୁପ୍ରିମକୋର୍ଟ ବି କାଠଗଡାକୁ ଟାଣି ଆଣୁଛନ୍ତି ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ। ଶାସକ କେହି କିଛି କାଠଗଡା ଟଣାନ୍ତି। ନବୀନ ପଟ୍ଟନାୟକ ତାଙ୍କ ଜାଗାରେ ଅଛି, ଆମେ ତାଙ୍କୁ ସର୍ବମାନ୍ୟ ନେତା ବୋଲି ମାନିଛୁ, ଆଉ କିଛି ନାହିଁ। ଏବେ କଣ ପ୍ୟାଚ୍ ପକେଇବେ? ପ୍ୟାଚ୍ ପକେଇବା ସମୟ ହେଲାଣି। କିଛି ସେମିତି କିଛି ହେଇନି ପ୍ୟାଚ୍ ପଡିଲା ଭଳିଆ। ସଭାପତି ନିଷ୍ପତ୍ତି ନେବେ କଣ ହବ କଣ। ପ୍ରଥମ ଥର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଜଣେ ନେତା, କିଛି ଦଳର କିଛି ନେତା ମାନିଲେନି, ଗୋଟେ ବଡ ଘଟଣା। ଯଦି ଆପଣମାନଙ୍କ କହିବା ଅନୁସାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ କିଛି ନେତା ମାନିଲେନି, ତାହେଲେ ସୁପ୍ରିମ ସେ ବିଷୟରେ ବୁଝିବେ, ଆମେ କିଏ କହିବୁ? ଦଳ ତାଙ୍କର, ସିଏ ବୁଝିବେ କଣ ହେଇଛି ନ ହେଇଛି। କିନ୍ତୁ ଆକ୍ସନ ନେବା ଦରକାର। ଆପଣଙ୍କ ନେତା ଭାବେ ଦେଖନ୍ତୁ ଆଜ୍ଞା, ଏମିତି କେତେ ଲହଡି, କେତେ ପାଣି ନଈରେ ପ୍ରତ୍ୟେକ ବର୍ଷ ବନ୍ୟା ଆସେ, କେତେ ପାଣି ଭାସିଯାଏ ସମୁଦ୍ରକୁ, ଏମିତି କେତେ କଥା ଆସିବ, କେତେ କଥା ଯିବ, ପୁଣି ଅଛି ଆଗକୁ କଣ ଆଦେହରେ ଅଛି। ଏଥର ଆକ୍ସନ ହବ ତ? ମୁଁ କହିବା, ମୁଁ କିଏ ଆଜ୍ଞା? ଆପଣଙ୍କୁ ଲାଗୁନି ଆକ୍ସନ ହେଲେ ବିଶୃଙ୍ଖଳା ବଢିବ? ମତେ ବହୁତ କିଛି ଲାଗୁଛି। ମୁଁ ଲାଗେ ଏଠି କଣ ଅଛି? କଣ ଲାଗୁଛି କହୁନାହାନ୍ତି? ମତେ ଲାଗୁଛି, ମତେ ଟିକେ ଜ୍ୱର ଲାଗୁଛି, ମତେ ଥଣ୍ଡା ଲାଗୁଛି, ମତେ ଲାଗୁଛି ତ ବହୁତ କିଛି, ଭୋକ ଲାଗୁଛି। ବିଶୃଙ୍ଖଳା ଦେଖି ଜ୍ୱର ଆସିଗଲା। ବିଜେଡି କମ୍ପାଉଣ୍ଡ ଦେଖି ଜଳ କିଛି କମ୍ପ ନାହିଁ, କାହିଁ ବ୍ୟସ୍ତ ହଉଛି, ସବୁ ଠିକ। ମୂଷା ଢୋଲ ଭିତରେ ମୂଷା ଉପାଖ୍ୟାନ ଏ ଯୋଉ ସାଂସଦ ମାନେ କାଲି ବିରୋଧରେ ଲେଖିଲେ ଫେସବୁକ ରେ, ଯୋଉ ମାଲ ପିସ୍ କରୁଛନ୍ତି, ଇଏ ସେ ଅନେକ କଥା ଲେଖିଲେ ତାତ୍ସଲ୍ୟ ମାଲ କରିକି ପିସ୍? ଦେବାଶିଷ ସାମନ୍ତରାୟଙ୍କୁ। ଆଉ ରାଜ୍ୟସଭା ସାଂସଦ ମାନେ ଆପଣଙ୍କର ଫେସବୁକ ରେ ଲେଖିଲେ ଓପନଲି, ପୁରା ବିବାଦ ଆହୁରି ବଢିଲା। ମୁଁ ଜାଣିନି ସେ ମାଲ ପିଉଥିବେ ତ ପିଉଥିବେ, ଦେଖିଛନ୍ତି ସେ କହିପାରିବେ। ଆଜ୍ଞା ଦଳ ଆପଣଙ୍କର ଆଉ ନିୟନ୍ତ୍ରଣରେ ନାହିଁ। ପୁରା ନିୟନ୍ତ୍ରଣରେ? କିଏ କହିଲା? ଆପଣ ମାନେ ଟିକେ ଅନିୟନ୍ତ୍ରଣ ହେଇଯାଉଛନ୍ତି ନା, ଦଳ ପୁରା କଥା ହେଇକି ସାଙ୍ଗେ ସାଙ୍ଗେ ହଁ କଣ ହେଇଥିବ ମୁଁ ଜାଣି, ସାଂସଦରେ କହିବେ। ଆପଣ ଟିକେ ଏଇ କଥା ସାଂସଦ ମାନଙ୍କୁ ପଚାରନ୍ତୁ ଯିଏ ଟ୍ୱିଟ୍ କରୁଛନ୍ତି, ଆମେ କିଏ? କାହା ନିର୍ଦ୍ଦେଶରେ ଟ୍ୱିଟ୍ ହେଲା? ତ ସିଏ ସତ କହୁନାହାନ୍ତି କାହା ନିର୍ଦ୍ଦେଶରେ ଭୋଟ ଦେଲେ। ସବୁ ଆପଣ ମାନେ ସବୁ ଜାଣିକି
ରହିଲି ଆଜ୍ଞା। କିନ୍ତୁ ଏ ଯୋଉ ଗୋଟେ ଆକ୍ସନ ପାଇଁ ଦାବି ହଉଛି, ଆକ୍ସନ ହବା ଦରକାର ଯେ ଶଶୀ ପାତ୍ର ବିରୁଦ୍ଧରେ କାଲି ମୁନାଖା ଯାଇକି ଭେଟିଲେ, କିଛି ନେତା ଚିଠି ମଧ୍ୟ କରିଥିଲେ, ଆକୁ କେମିତି ଦେଖୁଛୁ? ସବୁଥିରୁ ବଞ୍ଚିତ କରି କାହିଁ ଆମକୁ ତା ଭିତରେ ପୁରଉଛ ଭାଇ। ଆକ୍ସନ ହବା ଦରକାର। এই সমিতি କିଛି রাষ্ট্রপতি କଣ ହବା ନହବା ସବୁ ମାନ୍ୟବର ସଭାପତି ନିଷ୍ପତ୍ତି ନେବେ। ଆମେ କିଏ? ଆମେ ନିମିତ୍ତ ମାତ୍ର। ଆମେ ଗୋଟିଏ କଥା କେବଳ କହିବୁ କାୟମନ ବାକ୍ୟରେ, ନବୀନ ପଟ୍ଟନାୟକ ସର୍ବମାନ୍ୟ ନେତା, ଆମେ ତାଙ୍କୁ ଭଲ ପାଉ, ସମ୍ମାନ କରୁ, ଏ ହୃଦୟ ଭିତରେ ନବୀନ ପଟ୍ଟନାୟକ। ଆଉ ଦ୍ୱିତୀୟ କଥା ଆମ ପାଖରେ କିଛି ନାହିଁ। ପଲିଟିକ ବିବାଦର ସମାଧାନ ପାଇଁ କଣ ପରାମର୍ଶ? ମୁଁ କିଏ ଆଜ୍ଞା କହିବା ପାଇଁ? ମୁଁ ଦଳର ନା ମୁଖପାତ୍ର ନା ସିନିୟର ଲିଡର ନା କଣ? ଆପଣମାନେ ଆମେ ନବୀନ ପଟ୍ଟନାୟକ ଭଲ ପାଉଛୁ, ଦଳକୁ ଭଲ ପାଉଛୁ, ଏ ହେଲା କଥା। ତେଣୁ ଆମ ଆଖି ଆଗରେ ଗୋଟିଏ କଥା, ଯାହା କିଛି ହବ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ, ମାନ୍ୟବର ସଭାପତି ନେବେ। କିନ୍ତୁ ଗତକାଲି ଯୋଉ ଭାବରେ ପାଣ୍ଡିଆନଙ୍କ ସପକ୍ଷରେ 7 ଜଣ ବାହାରିଲେ, ଏବେ ବି ପାଣ୍ଡିଆନ ଅଛନ୍ତି ବିଜେପି। ପାଣ୍ଡିଆନ କଥା ଆଜ୍ଞା ମତେ ପଚାରନ୍ତୁ, ମୁଁ ଜଣକୁ ଚିହ୍ନିଛି, ସେ ହଉଛି ନବୀନ ପଟ୍ଟନାୟକ। ତାଙ୍କୁ ଚିହ୍ନାନ୍ତି ପାଣ୍ଡିଆନ ଚିହ୍ନା ଆମର ତାକୁ ଚିହ୍ନିବା ଆବଶ୍ୟକତା କିଛି ନାହିଁ। କିଏ ଅଛନ୍ତି କିଏ ନ ଅଛନ୍ତି, ସେ ଅତୀତରେ କାମ କରୁଥିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଳୀୟ ସରକାର ଯାହା ଉନ୍ନତିମୂଳକ କାର୍ଯ୍ୟ କରୁଥିଲା ତାକୁ ତଦାରଖ କରୁଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ। ତେଣୁ ସେ ଆମେ ଏବେ ସରକାରରେ ନାହୁଁ, ତେଣୁ ପାଣ୍ଡିଆନ କଥା ଉଠୁଛି କୋଉଠି ଆଉ? ଏ ତ ଅତୀତ। ଆପଣମାନେ ଯୋଉ ଯୁବ ନେତା ଚିଠି ଲେଖିବେ ନବୀନଙ୍କୁ କହିବେ କି ସବୁ ସମାଧାନ କରାଯାଉ ଲୋକ ନାଇଁ ନା, ଆମେ ଲେଖିବୁ ଏୟା ଯେ ଯୁବ ନେତା ଆମେ ଯୋଉ ଚିଠି ମୁଖ୍ୟମନ୍ତ୍ରୀ ଜଣେଇବୁ ଏୟା ଯେ ଯାହା କିଛି ଚାଲିଛି ତ୍ୱରିତ ପଦକ୍ଷେପ ନିଅନ୍ତୁ, ତଳ ସ୍ତରକୁ କଥାଟା କେମିତି ଗୋଟେ ଅଲଗା ପ୍ରକାର ଲାଗୁଛି। କାରଣ ବିଜେପି ବାଲା ଯୋଉ କଂଗ୍ରେସ ବାଲା ଯୋଉ ଆରୋପ ଲଗାଉଛନ୍ତି ଯେ ବିଜେପିର ବି ଟିମ୍ ବିଜେଡି, ସେଇଟା ବହୁତ ଖରାପ ଲାଗୁଛି, ହେଲା କଥା। କିନ୍ତୁ ପ୍ରକୃତରେ 24 ବର୍ଷ ଶାସନ ଆମେ କରିଛୁ, ଲୋକଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ଅଛନ୍ତି, ବିଜୁ ଜନତା ଦଳ ପ୍ରତି ଭଲ ପାଇବା ମଧ୍ୟ ଅଛି, ହେଲା କଥା। ପାଣ୍ଡିଆନ ବି ବିଜେପି ଅଛନ୍ତି। ପାଣ୍ଡିଆନ ମୁଁ ଆପଣଙ୍କୁ ବାରମ୍ବାର କହିଲି, ମୁଁ ତାଙ୍କର ସେ ଅତୀତ। ପାଣ୍ଡିଆନ କଥା ମୁଁ କିଛି କହିପାରିବି। ଠିକ ଅଛି ଗୋଟିଏ ନେତା ନବୀନ ପଟ୍ଟନାୟକ, ତାଙ୍କ ନିର୍ଦ୍ଦେଶ ସବୁ କିଛି ଚାଲିଛି। ମୂଷା ତ ରହିବେ, ନହେଲେ ତମ ଅମାର ବେଶୀ ହେଇଯିବନି ଧାନ। ବେଶୀ ମୂଷା ହେଲେ କାଟିଦେବେ, ଖୋଳ କିଛି କାଟିବେ ଆମେ ଧାନ ବା ବହୁତ ଅଛି, ତେଣୁ ତା ଭିତରେ ସରିଯାଉଛି, ମୂଷା ଧାନ ରହିବେ। ସରିବନି ଆପଣଙ୍କର। ଧଳା ମୂଷା ନା କଳା ମୂଷା? ମୁଁ କେମିତି କହିବି? କଣ ନବୀନ ବାହାର ମୂଷାର ଦେଖ, ସେ ମୂଷା ଗୁରା ଏବେ କାପିବାରା ହେଇଗଲେଣି, ହେଲା। ମୂଷା ମୂଷା ହେଇନାହାନ୍ତି, କାପିବାରା, ହେଲା।